समस्त को नमस्कार। आज क्लास को आपण मानकु स्वागत करुछु। आज ठारू आमे प्राय 4-5 सप्ताह पर्यंत किंबा रफली एपट सेपट गोटे दुईटा सप्ताह हो पारे सेतिकी समय पर्यंत इंग्लिश ग्रामर और स्पोकन इंग्लिश उपरे आमे किछि शिखिबा को जिबा। इंग्लिश रो आवश्यक काहीकि ना आम सबू शिक्षा पुस्तक पुस्तिका जो ठारू आमे आउ बारो करि थाउ कॉपी करि थाउ आमे पढ़ी थाउ मूलतः इंग्लिश भाषा रे से समस्त रही। से इंग्लिश भाषा बहुत आवश्यक। पुणी ए भाषा सबू आमको बेसी दरकार। इंग्लिश रू आमे परवर्ती समय मानकरे इंग्लिश रू ग्रीक को जिबा, हिब्रू को जिबा, कारण से सबू भाषा रे बाइबल लिखित। सेतिपई इंग्लिश शिखिबा बहुत बहुत गुरुत्वपूर्ण। आपण मानक मध्यरु अनेक शिखिछंती, जानिछंती भल भाबे, तथापि आहुरी केतेक सेमानक पाई ए शिक्षा अति जरूरी अटे। आमे वाक्य रे देखू समस्त शास्त्र ईश्वर निश्वसित। ए समस्त शास्त्र माने कौन अटे? आदिरु प्रकाशित पर्यंत सत कथा। आउ ए मध्यरे आदिरु प्रकाशित मध्यरे जेतेक शब्द आसीछि लेखा अछि गोटी गोटी करी सबु शब्द से सबु जाक ईश्वर निश्वसित, माने एज ए होल। आउ एवरी वर्ड बाइबल रो ईश्वर निश्वसित। आउ एवरी वर्ड प्रत्येक शब्द को देखिबा पाई, जानिबा पाई, पढ़िबा पाई हेले आमको आउ निश्चित भावे भाषार इंग्लिश ग्रामर एवं ग्रीक हिब्रू ग्रामर आमको शिखिबा को पड़िबो। सेतपई इंग्लिश अतीव आवश्यक अटे। आमे वर्तमान लक्ष्य करिबा जे इंग्लिश ग्रामर मध्यरे प्राय 3-4 विषय गुरुत्वपूर्ण भावे आमे शिखिबा दरकार। प्रथम विषय होची पार्ट्स ऑफ स्पीच। द्वितीय विषय होची टेंस, समय काल। तृतीय विषय होची वॉइस, माने एक्टिव वॉइस, पैसिव वॉइस। आउ चतुर्थ विषय हुए तो टाइप्स ऑफ सेंटेंसेस। ए सब ऊपर आमे सम्यक भावरे तार मूल विषय को आमे शिखिबा को ग्रहण करिबा को जिबा। प्रथम कथा पार्ट्स ऑफ स्पीच। पार्ट्स ऑफ स्पीच। स्पीच माने वाक्य। आमे जेतेक वाक्य सबू कहू से सबू जाक वाक्य केतेक पार्ट्स द्वारा गठित अटे। जेते आमे कहू, लेखू, पढ़ू, जेतेक वाक्य सेंटेंसेस सबू केतेक पार्ट्स द्वारा ही से सबू गठित। जेते बेले ए पार्ट सबू कौन कौन खोजा जाए, अनुसंधान करा जाए, तबे 8 गोटी पार्ट्स को आमे पाई थाउ। और से 8 गोटी पार्ट्स द्वारा ही सबू सेंटेंसेस गठित अटे। से 8टी हेला कौन? नाउन, प्रोनाउन, एडजेक्टिव्स, वर्ब,
adverb, preposition, conjunction ଏବଂ ଶେଷରେ interjection। ଏସବୁ ଟିକେ କହିବା ଶିଖିବା ସମୟ ଲାଗିପାରେ, କିନ୍ତୁ ଧ୍ୟାନର ସହିତ ଟିକେ ଶୁଣିବା ଦରକାର। ଅଳ୍ପା ଅଳ୍ପି କିଛି ପ୍ରାକ୍ଟିସ୍ ଆପଣମାନେ କରିବା ଦରକାର। ଏସବୁକୁ ଆମେ ପ୍ରାୟ 3-4 ଭାଗରେ ରଖି ମନେ ରଖିବାକୁ ଚେଷ୍ଟା କରିବା। ପ୍ରଥମ ଭାଗରେ 3ଟି ଆମେ ରଖିବା, ନାଉନ୍, ପ୍ରୋନାଉନ୍, ଆଡଜେକ୍ଟିଭ୍ସ। ଏମାନେ ପ୍ରାୟ ଗୋଟିଏ ପରିବାରର ପରି ଅଟନ୍ତି। ଦ୍ୱିତୀୟରେ ଭର୍ବ ଏବଂ ଆଡଭର୍ବ, ତାହା ଆଉ ଗୋଟାଏ ପରିବାର ପରି। ତୃତୀୟରେ ପ୍ରିପୋଜିସନ୍, କଞ୍ଜଙ୍କ୍ସନ୍, ଶେଷରେ ଆସିବ ଇଣ୍ଟରଜେକ୍ସନ୍। ଓଡ଼ିଆ ଅର୍ଥ ଆମକୁ ଟିକେ କଷ୍ଟ ଲାଗିପାରେ। ନାଉନ୍ ମାନେ ବିଶେଷ୍ୟ, ପ୍ରୋନାଉନ୍ ମାନେ ସର୍ବନାମ, ଆଡଜେକ୍ଟିଭ୍ସ ମାନେ ତାହା ବିଶେଷଣ, ପୁଣି ଆଉ ଭର୍ବ ମାନେ କ୍ରିୟା, ଆଡଭର୍ବ ମାନେ କ୍ରିୟା ବିଶେଷଣ। ପ୍ରିପୋଜିସନ୍ ମାନେ ସମ୍ପର୍କୀୟ ଶବ୍ଦ। କଞ୍ଜଙ୍କ୍ସନ୍ ମାନେ ସଂଯୋଗକାରୀ ଶବ୍ଦ। ଇଣ୍ଟରଜେକ୍ସନ୍ ମାନେ ଷ୍ଟ୍ରଙ୍ଗ ଫିଲ୍ ପ୍ରକାଶ କରିବା ଶବ୍ଦ। ଏସବୁକୁ ଗୋଟେ ପ୍ରକାର ଅବ୍ୟୟ ବୋଲି ମଧ୍ୟ ପ୍ରାୟ କୁହାଯାଏ। ଏ 8ଟି ପାର୍ଟସକୁ ନେଇ ସବୁ ଇଂଲିଶର ବା ଆମମାନଙ୍କ ଭାଷାର ମଧ୍ୟ ଆଉ ସେଣ୍ଟେନ୍ସେସ୍ ସବୁ ଗଠିତ ଅଟେ। କ'ଣ କ'ଣ ଏସବୁ? ନାଉନ୍, ପ୍ରୋନାଉନ୍, ଆଡଜେକ୍ଟିଭ୍ସ। ଦ୍ୱିତୀୟରେ ଭର୍ବ, ଆଡଭର୍ବ। ଏତିକିରେ 5ଟା ହେଲା, ଆଉ 3ଟି ବଳି ପଡ଼ିଛି। ଆଉ ସେ 3ଟି ଯାକ ସନ୍, ସନ୍, ସନ୍ ରେ ଏଣ୍ଡ ହେଉଅଛି। ପ୍ରିପୋଜିସନ୍, କଞ୍ଜଙ୍କ୍ସନ୍ ଆଉ ଇଣ୍ଟରଜେକ୍ସନ୍। ଠିକ୍ ଅଛି, ଆମେ ତାହାକୁ ଏହି ପ୍ରକାର 3 ସ୍ତରରେ ମନେ ରଖିପାରିବା, 3ଟି ତାଲିକାରେ ରଖି ମନେ ରଖିପାରିବା। ତେବେ ଆସନ୍ତୁ ଆମେ ଦେଖିବା ଯେ ନାଉନ୍, ଯାହାର ଅର୍ଥ ବିଶେଷ୍ୟ, ଏହା କ'ଣ ଅଟେ। ନାଉନ୍ ବିଶେଷ୍ୟ ତାହା ଯେତେ ସବୁ ନାମ ପୃଥିବୀରେ ରହିଛି, ଲୋକର ନାମ, ସ୍ଥାନର ନାମ ଆଉ ଜିନିଷ, ବିଷୟ, ଦ୍ରବ୍ୟର ନାମ, ଏସବୁ ନାମକୁ ବିଶେଷ୍ୟ ବା ନାଉନ୍ ବୋଲି ଗ୍ରାମାଟିକାଲି କୁହାଯାଏ। ଯେତେ ନାମ, ଯେକୌଣସି ନାମ। ଦ୍ୱିତୀୟରେ ପ୍ରୋନାଉନ୍, ସର୍ବନାମ। ତାହାର ଅର୍ଥ ହେଉଛି ଏହା ଯେ ସେଣ୍ଟେନ୍ସ କହିବା ବେଳେ ନାଉନ୍ସର ସ୍ଥାନରେ, କହିବା ବେଳେ ବା ଲେଖିବା ବେଳେ ନାଉନ୍ସର ସ୍ଥାନରେ ଯେଉଁ ଶବ୍ଦଟି ବ୍ୟବହୃତ ହୋଇଥାଏ, ନାଉନ୍ସ ବଦଳେ ଯେଉଁ ଶବ୍ଦ ବ୍ୟବହୃତ ହୁଏ, ସେହି ଶବ୍ଦକୁ ପ୍ରୋନାଉନ୍ ବୋଲି କୁହାଯାଏ। ମୁଁ, ଆମ୍ଭେମାନେ, ତୁମ୍ଭେ, ତୁମ୍ଭେମାନେ
ସେ ସେମାନେ ଆଉ ଏ ସବୁକୁ ପ୍ରୋନାଉନ୍ ବୋଲି କୁହାଯାଏ। ଏମାନେ ନାଉନ୍ର ବଦଳେ ବ୍ୟବହୃତ ହୋଇଥାନ୍ତି। ଯଦି ଆମେ ସେଣ୍ଟେନ୍ସରେ ମୁଁ ଶବ୍ଦ ଦେଖୁ ଆମେ ଜାଣିଦେବା ଦରକାର ଯେ ଏ ମୁଁ ହେଉଛି ଗୋଟେ ପାର୍ଟ, ସେଣ୍ଟେନ୍ସର ଗୋଟେ ପାର୍ଟ, ଆଉ ଏ ପାର୍ଟର ନାମ ହେଉଛି ପ୍ରୋନାଉନ୍। କାରଣ ଗୋଟେ ନାଉନ୍ର ସ୍ଥାନରେ ଏ ବ୍ୟବହୃତ। ଆଉ ପ୍ରୋନାଉନ୍ କଥା ଯେବେ ଆମେ ଦେଖୁ ଏହା ତାହା ଏସବୁକୁ ମଧ୍ୟ ଆଉ ପ୍ରୋନାଉନ୍ ବୋଲି କୁହାଯାଏ। ଟିକେ ଅଧିକା କହିବାକୁ ଗଲେ ଏମାନଙ୍କୁ ଡେମନଷ୍ଟ୍ରେଟିଭ୍ ପ୍ରୋନାଉନ୍ ବୋଲି କୁହାଯାଏ। କାରଣ ସେମାନେ ଗୋଟାଏ ନାଉନ୍କୁ ସୂଚାନ୍ତି, ସୂଚଉଥିବାରୁ, ସୂଚନା ଦେଉଥିବାରୁ ଡେମନଷ୍ଟ୍ରେଟିଭ୍ ପ୍ରୋନାଉନ୍, ଡେମନଷ୍ଟ୍ରେଟ୍ କରୁଥିବାରୁ ସେହି ପ୍ରକାରେ ନାଁ ଦିଆଯାଇଛି। ଅନ୍ୟ ଭାବରେ କହିବାକୁ ଗଲେ ପ୍ରୋନାଉନ୍ରେ ପ୍ରାୟ 11 ପ୍ରକାର ପ୍ରୋନାଉନ୍ ସବୁ ରହିଛି। 11 ପ୍ରକାରର ପ୍ରୋନାଉନ୍ ସବୁ ରହିଛି। ସେ ସବୁ ହୁଏତ ଡିସ୍କସ୍ କରିବା ଏତେ ଆବଶ୍ୟକ ନାହିଁ। ତାହା ଟିକେ ଗଭୀର, ଟିକେ ଦୂର ହୋଇପାରେ, ଆଉ ହୁଏତ ଅନେକ ସମୟରେ ବୁଝିବା ପାଇଁ ଟିକେ କଷ୍ଟ ମଧ୍ୟ ହୋଇପାରେ। ତେବେ ତାହା ପ୍ରୋନାଉନ୍, ନାଉନ୍ ପ୍ରୋନାଉନ୍। ଆଡଜେକ୍ଟିଭ୍ସ କ'ଣ? ବିଶେଷଣ ବୋଲି ଆମେ କହିଲେ ଯେ ଏ ନାଉନ୍ ଏବଂ ପ୍ରୋନାଉନ୍ର ଗୁଣକୁ ପ୍ରକାଶ କରିବା ଶବ୍ଦ ହେଉଛି ଆଡଜେକ୍ଟିଭ୍ସ ବା ବିଶେଷଣ। ଅର୍ଥାତ୍ ଏ ଆଡଜେକ୍ଟିଭ୍ସ ନାଉନ୍ ପ୍ରୋନାଉନ୍କୁ କ୍ୱାଲିଫାଇ କରାଏ। ଅର୍ଥାତ୍ ଆମେ ଯେଉଁ ଗୁଡ୍ ବ୍ୟାଡ୍ ବୋଲି କହୁ, ଗୁଡ୍ ବୟ, ବ୍ୟାଡ୍ ବୟ, ବୟ ହେଉଛି ନାଉନ୍, ଏହାର ଗୁଣକୁ ଗୁଡ୍ ଶବ୍ଦଟି ପ୍ରକାଶ କରି ତାକୁ କ୍ୱାଲିଫାଇ କରୁଛି। ସେଥିପାଇଁ ସେ ଗୁଡ୍ ବା ବ୍ୟାଡ୍କୁ ଆଉ ଆଡଜେକ୍ଟିଭ୍ସ ବୋଲି କୁହାଯାଏ। ଆଡଜେକ୍ଟିଭ୍ସ ହେଉଛି ନାଉନ୍ ପ୍ରୋନାଉନ୍ ସମ୍ପର୍କିତ। ଆଡଜେକ୍ଟିଭ୍ସର କାମ ନାଉନ୍ ପ୍ରୋନାଉନ୍ର ଗୁଣକୁ ସୂଚାଇଥାଏ, କ୍ୱାଲିଫାଇ କରିଥାଏ। ଉଦାହରଣ ସ୍ୱରୂପ ଆଉ ଗୁଡ୍ ବୟ, ବ୍ୟାଡ୍ ଗର୍ଲ ବା ସ୍ମଲ୍ ହାଉସ୍, ବିଗ୍ ହାଉସ୍, ଏ ସ୍ମଲ୍ ବିଗ୍ ମଧ୍ୟ ଆଡଜେକ୍ଟିଭ୍ସ ଅଟନ୍ତି। ଏହି ପ୍ରକାର କଥା। ତାପରେ ଆମେ ଦେଖିବା କ'ଣ? ଭର୍ବ। ଭର୍ବ ମାନେ ଗୋଟେ ଶବ୍ଦ, ଯେଉଁ ଶବ୍ଦରେ ଆକ୍ସନ୍, ଗୋଟେ କାର୍ଯ୍ୟ ଆଉ ଚାଲୁଥିବା ଆମେ ଜାଣିବାକୁ ପାଉ। ଏବେ ବାଳକ ଗୋଟେ ନାଉନ୍, ସେ ୱାର୍ଡ଼ରେ ଆକ୍ସନ୍ ୱାର୍ଡ଼ ତାହା ନୁହେଁ। କିନ୍ତୁ ଖାଇବା ଏହା ଗୋଟେ ଆକ୍ସନ୍ ୱାର୍ଡ଼। ଏ ୱାର୍ଡ଼ରେ ଆକ୍ସନ୍ ଘଟୁଛି ବା ଘଟେ। ଯେତେକ ୱାର୍ଡ଼ସ୍ ରହିଛି ଆକ୍ସନ୍ ୱାର୍ଡ଼ସ୍, ସେ ସବୁକୁ ଭର୍ବ ବୋଲି କୁହାଯାଏ। ଆଡଭର୍ବ ମାନେ ଯେଉଁ ଶବ୍ଦ ଏ ଭର୍ବକୁ ମଡିଫାଇ କରେ ବା ଭର୍ବର ଆଉ କିଛି ଗୋଟେ ଗୁଣକୁ ପରିପ୍ରକାଶ କରେ, ଭର୍ବ ସମ୍ପର୍କିତ ସେ ୱାର୍ଡ଼ ହୋଇଥାଏ, ତେବେ ତାହାକୁ ଆଉ ଆଡଭର୍ବ ବୋଲି କୁହାଯାଏ। ଅର୍ଥାତ୍ he speaks nicely,
ହି ରାଇଟ୍ସ ବ୍ୟୁଟିଫୁଲି। ଦେଖନ୍ତୁ ବ୍ୟୁଟିଫୁଲି, ନାଇସଲି, ଏମାନେ ଆଉ ବିଶେଷ ଭାବେ ସେ ଆକ୍ସନ ୱାର୍ଡ ଭର୍ବକୁ ସୂଚନା ଦିଅନ୍ତି, ତାରି ଗୁଣକୁ ପ୍ରକାଶ କରନ୍ତି। ସେଥିପାଇଁ ସେମାନଙ୍କୁ ଆଡଭର୍ବ ବୋଲି କୁହାଯାଏ। ଆଡଭର୍ବ ମାନେ କ'ଣ? ତାହା ଭର୍ବ ସମ୍ପର୍କିତ ଗୋଟେ ୱାର୍ଡ ଯାହାକି ଭର୍ବକୁ ମଡିଫାଇ କରେ, କ୍ୱାଲିଫାଇ କରେ ବା ତାର ଗୁଣକୁ, ଭଲ ମନ୍ଦ କଥାକୁ ପ୍ରକାଶ କରିଥାଏ। ପ୍ରିପୋଜିସନ୍ ହେଉଛି ଗୋଟେ ସମ୍ପର୍କିତ ଶବ୍ଦ। ତାହା ଦୁଇଟି ନାଉନ୍ ମଧ୍ୟରେ ଯୋଗାଯୋଗ ବା ସମ୍ପର୍କ ସ୍ଥାପନ କରିଥାଏ। ଇନ୍, ଅନ୍, ଏଟ୍ ଏସବୁ ଶବ୍ଦକୁ ପ୍ରିପୋଜିସନ୍ ବୋଲି କୁହାଯାଏ। ଦ ପେନ୍ ଇଜ୍ ଇନ୍ ମାଇ ପକେଟ୍। ପେନ୍ ଆଉ ପକେଟ୍ ଦୁଇଟି ଭିନ୍ନ ଭିନ୍ନ ନାଉନ୍ସ, ସମ୍ପର୍କ ହୋଇପାରିଛି ସେହି ଇନ୍ ଶବ୍ଦ ଦ୍ୱାରା। ସେଥିପାଇଁ ସେ ଇନ୍ ଶବ୍ଦ ହେଉଛି ପ୍ରିପୋଜିସନ୍। ଦ ଡଷ୍ଟର ଇଜ୍ ଅନ୍ ଦ ଟେବଲ୍। ଡଷ୍ଟର ଆଉ ଟେବଲ୍ର ସମ୍ପର୍କ ହୋଇପାରିଛି ସେ ଅନ୍ ଶବ୍ଦ ପାଇଁ। ସେ ଅନ୍ ହେଉଛି ପ୍ରିପୋଜିସନ୍। ପ୍ରିପୋଜିସନ୍ କ'ଣ କରେ? ଦୁଇଟି ଶବ୍ଦ, ଦୁଇଟି ନାଉନ୍କୁ ସମ୍ପର୍କ ସ୍ଥାପନ କରିଥାଏ। ଗୋଟେ ବ୍ରିଜ୍ ପରି କାମ ହୁଏତ ତାହା କରିଥାଏ। କଞ୍ଜଙ୍କ୍ସନ୍ ହେଉଛି ଏହା, ଦୁଇଟି ଶବ୍ଦ, ଦୁଇଟି ନାଉନ୍ ବା ଦୁଇଟି ସେଣ୍ଟେନ୍ସେସ୍କୁ ଯାହା ଯୋଗ କରିଥାଏ, ଯେଉଁ ଶବ୍ଦ ଯୋଗ କରିଥାଏ, ସଂଲଗ୍ନ କରିଥାଏ, ସେ ଶବ୍ଦକୁ ଆଉ କଞ୍ଜଙ୍କ୍ସନ୍ ବୋଲି କୁହାଯାଏ। ସାଧାରଣତଃ ଏଣ୍ଡ ଆଉ ବଟ୍ ଏ ଦୁଇଟି ଶବ୍ଦକୁ ଆମେ ମନେ ରଖୁ। ଏଣ୍ଡ ମାନେ ଏବଂ, ବଟ୍ ମାନେ କିନ୍ତୁ। ଏମାନେ ୱାର୍ଡସ୍, ନାଉନ୍ସ, ସେଣ୍ଟେନ୍ସେସ୍ ମାନଙ୍କୁ ଯୋଗ କରିଥାନ୍ତି। ସେଥିପାଇଁ କଞ୍ଜଙ୍କ୍ସନ୍ ସେମାନେ। ଇଣ୍ଟରଜେକ୍ସନ୍ ମାନେ ସେଣ୍ଟେନ୍ସେସ୍ ମାନଙ୍କରେ କେତେକ ୱାର୍ଡ ଥାନ୍ତି, ସେମାନେ ଗୋଟେ ଷ୍ଟ୍ରଙ୍ଗ ଫିଲିଂକୁ ପ୍ରକାଶ କରିଥାନ୍ତି। ନା ସେମାନେ ନାଉନ୍, ନା ଭର୍ବ, ନା ପ୍ରିପୋଜିସନ୍, ନା କ'ଣ। ସେ ଷ୍ଟ୍ରଙ୍ଗ ଫିଲ୍ ପ୍ରକାଶ କରୁଥିବା ଶବ୍ଦ। ଓଃ, ୱାଉ, ଆଲାସ୍, ଏହି ଛୋଟିଆ ଛୋଟିଆ ଶବ୍ଦ ଏମାନେ ଷ୍ଟ୍ରଙ୍ଗ ଫିଲିଂକୁ ପ୍ରକାଶ କରିଥାନ୍ତି। ସେଇଥିପାଇଁ ଏମାନଙ୍କୁ ଆଉ ଇଣ୍ଟରଜେକ୍ସନ୍ ବୋଲି କୁହାଯାଏ। ଆଶା କରୁଛି ଆପଣମାନେ ବୁଝିପାରୁଥିବେ। ଆମରି ସବୁ ଏ 8ଟି ପାର୍ଟସ୍ ଅଫ୍ ସ୍ପିଚ୍ ଏହି ପ୍ରକାରେ। ଅଧିକା ମଧ୍ୟ ରହିଛି ବିଶ୍ଳେଷଣ, କିନ୍ତୁ ଆମ ପାଇଁ ଏତିକି ଦରକାର। ହୁଏତ ଆପଣମାନେ ନିଶ୍ଚିତ ଭାବେ ବୁଝିପାରିବେ 8ଟି ପାର୍ଟସ୍ ଅଫ୍ ସ୍ପିଚ୍। ଆଉ ମୁଁ ଆଶା କରୁଛି ଆପଣମାନେ ବୁଝିବେ ପାରିଲେ ବା ଧ୍ୟାନ କରିବେ, ପଢ଼ିବେ, ବୁଝିବେ। ବର୍ତ୍ତମାନ ଆମେ ଆଉ ଦୁଇ ଗୋଟି ବଡ଼ ଗ୍ରାମାଟିକାଲ ୱାର୍ଡସ୍ ଉପରେ ଚିନ୍ତା କରିବା। ଆଉ ତାହା ବିବ୍ଲିକାଲି ବହୁତ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ତାହା ନିଶ୍ଚିତ ଭାବେ ଆମେ ଜାଣିବା ଦରକାର। ଗୋଟେ ହେଉଛି ଜିରାଣ୍ଡ, ଆଉ ଗୋଟାଏ ହେଉଛି ପାର୍ଟିସିପଲ୍। ଜିରାଣ୍ଡ ଆଉ ପାର୍ଟିସିପଲ୍, ଏହା ମନେ ରଖିବା ମଧ୍ୟ ଟିକେ କଷ୍ଟକର ହୋଇପାରେ, କିନ୍ତୁ ଜଷ୍ଟ ଥରେ ଦୁଇଥର ଆପଣମାନେ ଧ୍ୟାନ କରନ୍ତୁ, ଅଧ୍ୟୟନ କରନ୍ତୁ। ଏହାର ବିଷୟକୁ ମନେ ରଖିବା ଟିକେ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏ ନାଁକୁ ମନେ ନ ରଖିଲେ ମଧ୍ୟ ୟାର ସବଜେକ୍ଟ, ୟାର ବିଷୟବସ୍ତୁକୁ ମନେ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଜିରାଣ୍ଡ ହେଉଛି ଭେର୍ବାଲ
नाउन माने गोटाए वर्ब परि देखा जाउथिबो किंतु ताहा नाउन परि फंक्शन करुथिबो सेंटेंस रे। देखिबा को वर्ब परि किंतु यार काम होची नाउन रो काम। ताहाकू जिरांड बोली कहा जाए। आउ ए वर्बल रूप यार होची एहा जे सबु बेले गोटे आईएनजी शेषरे लागी गोटे वर्बर शेषरे जमिति आईएनजी लागी थाए। गो रे आईएनजी लागिले गोइंग, ईट रे आईएनजी लागिले ईटिंग, हाउ एही प्रकार आउ से आईएनजी थिबा वर्ब, आईएनजी लागी थिबा वर्ब सबु बेले सही फॉर्म रे, सही रूप रे, आईएनजी रूप रे ए जिरांड सबु बेले आसी थाए। अन्य वर्ब रूप रे जिरांड आसीबो नाही। जिरांड होची आईएनजी रूप रे आसी थाए। वर्बल नाउन, वर्बल नाउन अन्य पार्श्वरे या परी आ गोटे शब्द ताहाको आमे इन्फिनिटिव बोली कहि थाउ, इन्फिनिटिव बोली कहि थाउ। आ प्रायतः या सदृश्य वर्बल नाउन परी किंतु ए इन्फिनिटिव रे जेउ वर्ब रो रूप देखा जाए आईएनजी तहिरे न थाए। जिरांड आउ इन्फिनिटिव प्राय वर्बल नाउन एका परी एमाने किंतु जिरांड होची आईएनजी रो वर्ब तार लुक होची आईएनजी, इन्फिनिटिव रो लुक होची आईएनजी नुह। बिना आईएनजी रे से बेसिक रूपटा, बेसिक रूप गो बेसिक रूप, ईट बेसिक रूप, से बेसिक रूप रे इन्फिनिटिव आसी थाए। किंतु यह बेले बेले बा अधिकांश समय आउ ए बेसिक रूप पूर्वरु टू टी ओ टू लगी थाए। टू गो, टू ईट आउ एही प्रकार रूप को, एही प्रकार रूप रे जेतेबेले देखा जाए ताहाकू इन्फिनिटिव बा टू इन्फिनिटिव बोली कहा जाए। यह होची जिरांड आउ इन्फिनिटिव रो विषय वस्तु। तापर आ गोटे कथा मु कहूतली सेतेबेले ताहा होची पार्टिसिपल, बहुत गुरुत्वपूर्ण विषय। पार्टिसिपल माने वर्बल एडजेक्टिव। जिरांड जमिति वर्बल नाउन, ए पार्टिसिपल वर्बल एडजेक्टिव माने वर्ब रो रूप रे थाई ए नाउन को क्वालिफाई करुथिबो, नाउन को किछि सूचना देउथिबो, नाउन उपरे, नाउन संपर्क रे एडजेक्टिव्स जो काम करि थाए गोटे वर्ब रो रूप रे ए आउ एडजेक्टिव्स रो काम कला परे वर्बल एडजेक्टिव बा आउ पार्टिसिपल बोली कहा जाए। टिके बुझिया पई गोटे छोटिया उदाहरण मु देबाको चाहे। करुछि, खाउछि, पिउछि, नाचुछि, हसुछि, लेखुछि, एमान को हमें वर्ब बोली कहिबा। कहे, खाए, पिए वर्ब सबु। किंतु आउ खाई, खाऊ खाऊ, पीई
ପିଉ ପିଉ ଏମାନଙ୍କୁ ଭର୍ବ ପରି ଦେଖାଯାଉଛି, କିନ୍ତୁ ଆପଣମାନେ ଏମାନଙ୍କୁ ଗ୍ରାମାଟିକାଲି କେଉଁ ସ୍ଥାନରେ ରଖିବେ? ଯଦି ଆମେ ଟେନ୍ସ ଅବଶ୍ୟ କିଛି ସମୟ ପରେ ଆମେ ଦେଖିବା ଟେନ୍ସ କଥା, ଟେନ୍ସର କୌଣସି ସ୍ଥାନରେ ଆପଣ ରଖିପାରିବେ ନାହିଁ ଏ ଖାଇ 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 ଖାଉ ଖାଉ ଏସବୁ ଶବ୍ଦମାନଙ୍କୁ ଆପଣ ଟେନ୍ସ ମଧ୍ୟରେ ରଖିପାରିବେ ନାହିଁ। ତେବେ ଏମାନେ ହେଲେ ପାର୍ଟିସିପଲ, ଏମାନେ ହେଲେ ପାର୍ଟିସିପଲ। ଆଉ ପାର୍ଟିସିପଲ ଇଂଲିଶରେ ଟିକେ ଭିନ୍ନ ଭିନ୍ନ ଫର୍ମରେ ଦେଖା ଦେଇଥାଏ। କହିବାକୁ ଗଲେ 3 ପ୍ରକାର ପାର୍ଟିସିପଲ ଆମେ ଦେଖିବା, ପ୍ରେଜେଣ୍ଟ ପାର୍ଟିସିପଲ, ପାଷ୍ଟ ପାର୍ଟିସିପଲ ଆଉ ପରଫେକ୍ଟ ପାର୍ଟିସିପଲ। ପ୍ରେଜେଣ୍ଟ ପାର୍ଟିସିପଲଟି ଆଇଏନଜି ଫର୍ମରେ ସେ ଥାଏ, ଆଇଏନଜି ଫର୍ମରେ ଥାଏ। ତାମାନେ ଅଡ଼ୁଆ କଥା ସେପଟ ଜିରାଣ୍ଡ ମଧ୍ୟ ଆଇଏନଜି ଫର୍ମରେ ରହୁଛି, ଆଉ ଏ ପ୍ରେଜେଣ୍ଟ ପାର୍ଟିସିପଲ ମଧ୍ୟ ଆଇଏନଜି ଫର୍ମରେ ରହୁଛି। ବ୍ୟସ୍ତ ହେବେନି ଯଦି ଆପଣମାନେ ବୁଝିପାରୁନାହାନ୍ତି ଏ ସମସ୍ତ ବିଷୟଟା, ଟିକିଏ ବେଳେବେଳେ କେତେବେଳେ କେମିତି ଆପଣ ଶୁଣିବେ, କିନ୍ତୁ ଯଦି ବୁଝିପାରୁନାହାନ୍ତି ନୋ ପ୍ରୋବ୍ଲେମ୍, ନୋ ପ୍ରୋବ୍ଲେମ୍, ଘାବରା ହେବା ଦରକାର ନାହିଁ। କିନ୍ତୁ ୟା ପରେ ପରେ ଟେନ୍ସ ପାଠ ଆମେ ପଢ଼ିବା, ସେ ଟେନ୍ସ ଆପଣ ନିହାତି ଆଉ ମନେ ରଖିବା ଦରକାର। ଏସ୍ପେସିଆଲି ଆମେ ଯେଉଁ 8 ପାର୍ଟସ୍ ଅଫ୍ ସ୍ପିଚ୍ ଆମେ ପଢ଼ିଲେ, ଧ୍ୟାନ କଲେ, ତାହା ଏବଂ ଏ ଟେନ୍ସ ଏ ଦୁଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରେଜେଣ୍ଟ ପାର୍ଟିସିପଲ କଥା ସେହିପରି ଅଛି, ଆଇଏନଜି ଫର୍ମରେ ଏହା ସବୁବେଳେ ରହୁଥାଏ। ଗୋଇଂ, ଇଟିଂ, ଟେକିଂ, ରାଇଟିଂ ଏସବୁ ପ୍ରେଜେଣ୍ଟ ପାର୍ଟିସିପଲ। କିନ୍ତୁ ଅଡ଼ୁଆ କଥା ହେଉଛି ଆମ ପାଖରେ ଯଦି ଆମେ ସବୁକୁ ଓପେନଲି ଦେଖିବା 3ଟି ଆଇଏନଜି ଫର୍ମସ ସବୁ ରହିଲା। ଗୋଟାଇ ହେଉଛି ଆଇଏନଜି ଭର୍ବ, ପିଓର ଭର୍ବ, ଅର୍ଥାତ୍ I am taking the books, taking a pure verb। ଦ୍ୱିତୀୟରେ ଜିରାଣ୍ଡ ହେଉଛି ଏହି ପ୍ରକାର, climbing is really very hard, climbing is noun ପରି ବ୍ୟବହୃତ। ଆଇଏନଜି ଶବ୍ଦ, ଆଇଏନଜି ଲାଗିଛି କ୍ରିୟା ଶବ୍ଦରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ କ୍ରିୟା ନୁହେଁ, କିନ୍ତୁ କ୍ରିୟା ରୂପରେ ନାଉନ୍ର ଫଙ୍କସନ୍ ଏହା କରୁଛି। ଏଇଠି ମଧ୍ୟ ଆଇଏନଜି ରହିଲା। ପାର୍ଟିସିପଲରେ I see the student studying in the classroom। studying ଏଥିରେ ମଧ୍ୟ ଆଇଏନଜି ରହିଲା, କିନ୍ତୁ ଏ ଶବ୍ଦଟି ପାର୍ଟିସିପଲ ଅଟେ। ଷ୍ଟୁଡେଣ୍ଟସ୍ ଆପଣମାନେ ବର୍ତ୍ତମାନ ଏ 3ଟି ଆଇଏନଜିର ଶବ୍ଦକୁ କେମିତି ବାରିପାରିବେ, ଫରକ ଜାଣିପାରିବେ, ତାହା ହେଉଛି ଅଧ୍ୟୟନମୂଳକ ଆଉ ଚିନ୍ତନୀୟ ବିଷୟ ଅଟେ। ଗୋଟିଏ କଥା ଏଠାରେ ଯେ ଭର୍ବ, ଆଇଏନଜି ଭର୍ବ ପାଇଁ ଅକ୍ସିଲାରୀ ଭର୍ବ ନିହାତି ଲାଗିଥାଏ। ପିଓର ଆଇଏନଜି ଭର୍ବ ପାଇଁ ଅକ୍ସିଲାରୀ ଭର୍ବ ନିହାତି ଦରକାର ହୋଇଥାଏ। ଅର୍ଥାତ୍ ଏମ୍, ଆର୍, ଇଜ୍, ୱାଜ୍, ୱେୟାର ଏସବୁ ନଥିଲେ ପିଓର ଭର୍ବଟି ଆଇଏନଜି ହୋଇପାରେ ନାହିଁ। ଅର୍ଥାତ୍ ଆପଣ ଆଇ ଗୋଇଂ ବୋଲି କହିପାରିବେ ନାହିଁ। ଯଦି କହିବେ ଆଇ ଗୋଇଂ, ହି ଗୋଇଂ, ଇଂଲିଶ ପୁରାପୁରି ଡ୍ୟାମେଜ୍, ପୁରାପୁରି ଭୁଲ।
ଆପଣଙ୍କୁ ଗୋଟେ ଆକ୍ସିଲାରୀ ଭର୍ବ ଗୋଟାଏ ଆଉ ବି ଭର୍ବ ଆପଣଙ୍କୁ ନିହାତି ଦରକାର ସେମିତି କହିବା ପାଇଁ, ଅର୍ଥାତ୍ ଆଇ ଆମ୍ ଗୋଇଂ, ସେତେବେଳେ ତାହା ଠିକ୍ ହୁଏ। ହେଲେ ଏ ଗୋଇଂ ଏଠାରେ ଆଇଏନଜି ଲାଗିଛି ପ୍યોର ଭର୍ବ। ଏ ପ୍યોର ଭର୍ବ ସେଣ୍ଟେନ୍ସରେ ଆସିବା ପାଇଁ ଆଇଏନଜି ଫର୍ମରେ ଗୋଟେ ଆକ୍ସିଲାରୀ ଭର୍ବ ନିହାତି ଦରକାର, ନଚେତ୍ ସେଣ୍ଟେନ୍ସ ଭୁଲ ହେଇଯିବ। ଅନ୍ୟ ପାର୍ଶ୍ୱରେ ଏ ଜିରାଣ୍ଡ ଆଉ ପ୍ରେଜେଣ୍ଟ ପାର୍ଟିସିପଲ ସେମାନେ ଆକ୍ସିଲାରୀ ଭର୍ବ ଆବଶ୍ୟକ ମନେ କରନ୍ତି ନାହିଁ। ବିନା ଆକ୍ସିଲାରୀ ଭର୍ବରେ ଏ ଆଇଏନଜି ଫର୍ମର ଦୁଇଟି ବିଷୟ ଜିରାଣ୍ଡ ଆଉ ପ୍ରେଜେଣ୍ଟ ପାର୍ଟିସିପଲ ସେଣ୍ଟେନ୍ସକୁ ଆସନ୍ତି, କିନ୍ତୁ ଆକ୍ସିଲାରୀ ଭର୍ବ ଏମାନଙ୍କ ଦରକାର ହୋଇନଥାଏ। ପ୍ରେଜେଣ୍ଟ ପାର୍ଟିସିପଲ ବାରିବା ପାଇଁ ଆଉ ଗୋଟେ କଥା, ଯେତେବେଳେ ପ୍ରେଜେଣ୍ଟ ପାର୍ଟିସିପଲ ଗୋଟେ ସେଣ୍ଟେନ୍ସରେ ଅଛି ଆଇଏନଜି ଫର୍ମର, ତେବେ ଗୋଟେ ମେନ୍ ଭର୍ବ ସେ ସେଣ୍ଟେନ୍ସରେ ନିଶ୍ଚିତ ଭାବେ ରହିବ। ବିନା ମେନ୍ ଭର୍ବର ଉପସ୍ଥିତିରେ ଗୋଟେ ପ୍ରେଜେଣ୍ଟ ପାର୍ଟିସିପଲ ବା ଯେକୌଣସି ପାର୍ଟିସିପଲ ରହିପାରିବ ନାହିଁ। ଏସବୁ ଦ୍ୱାରା ଲକ୍ଷଣ ଦ୍ୱାରା ଆମେ ଜାଣିବାକୁ ପାରିବା ଯେ କେଉଁଠି ସମ୍ପୂର୍ଣ୍ଣ ଭର୍ବ ଆଇଏନଜି ଫର୍ମର, ଆଉ କିଏ ଜିରାଣ୍ଡ ଆଇଏନଜି ଫର୍ମ, ଆଉ କିଏ ପ୍ରେଜେଣ୍ଟ ପାର୍ଟିସିପଲ ଆଇଏନଜି ଫର୍ମ। ଆମେ ଅନେକ ସମୟରେ ଇଂଲିଶ ବାଇବେଲରେ ବା ଓଡ଼ିଆ ବାଇବେଲରେ ଏ ପାର୍ଟିସିପଲ ସବୁ ବେଶୀ ଦେଖିଥାଉ, ବେଶୀ ବ୍ୟବହୃତ ହୋଇଛି। ଆଉ ଏହାକୁ ମିସ୍ ଇଣ୍ଟରପ୍ରେଟ୍ କରିବା, ରଙ୍ଗ ୱେରେ ଭାବି ନେବା, ଟ୍ରାନ୍ସଲେଟ୍ କରିବା ଅନେକ ସମୟରେ ଦେଖାଯାଇଥାଏ, ତାହା ଭୁଲ। ସେଥିପାଇଁ ଆମେ ଜାଣିବା ନିହାତି ଦରକାର। ଦ୍ୱିତୀୟ ପାର୍ଟିସିପଲ ହେଉଛି ପାଷ୍ଟ ପାର୍ଟିସିପଲ। ପାଷ୍ଟ ପାର୍ଟିସିପଲ ହେଉଛି କ୍ରିୟାର ଥାର୍ଡ ଫର୍ମ। ଗୋ, ୱେଣ୍ଟ, ଗନ୍, ଇଟ୍, ଏଇଟ୍, ଇଟେନ୍, ଏ ଯେଉଁ ଥାର୍ଡ ଫର୍ମଟା ରହିଲା ତାହା ସେଣ୍ଟେନ୍ସରେ ଏକା ଏକା ଆସି ବିନା ଆଉ ହ୍ୟାଭ୍, ହ୍ୟାଜ୍, ହେଲ୍ପିଂ ଭର୍ବରେ, ବିନା ହେଲ୍ପିଂ ଭର୍ବରେ ଏହା ବ୍ୟବହୃତ। ଆଉ ଏହା ସେଣ୍ଟେନ୍ସରେ ରହିବା ବେଳେ ଗୋଟେ ମେନ୍ ଭର୍ବ ନିହାତି ରହିଥାଏ। ଆଉ ୟାର ଟ୍ରାନ୍ସଲେସନଟି ଗୋଟେ ପ୍ୟାସିଭ ଭଏସ୍ ର ଟ୍ରାନ୍ସଲେସନ ହେଲା ପରି କରାହୋଇଥାଏ ଆଉ ବୁଝିବାକୁ ବାଧ୍ୟ। ଅର୍ଥାତ୍ ଗୋଟେ ଉଦାହରଣ, ଜୋନା ୱେଣ୍ଟ ଟୁ ନିନାୱେ ସେଣ୍ଟ ବାଇ ଗାଡ୍। ଏ ଯେଉଁ ସେଣ୍ଟ ହେଉଛି ପାଷ୍ଟ ପାର୍ଟିସିପଲ, ଆଉ ଗୋଟେ ମେନ୍ ଭର୍ବ ରହିଛି ୱେଣ୍ଟ, ଜୋନା ୱେଣ୍ଟ, ଏହି ପ୍ରକାର କଥା। ଶେଷରେ ପରଫେକ୍ଟ ପାର୍ଟିସିପଲ, ଏ ପରଫେକ୍ଟ ପାର୍ଟିସିପଲରେ ଆଉ ଥାର୍ଡ ଫର୍ମର ଭର୍ବ ଆସିବ, କିନ୍ତୁ ତା ପୂର୍ବରୁ ହ୍ୟାଭିଂ ବୋଲିଆ ଶବ୍ଦ ନିହାତି ରହେ। ହ୍ୟାଭିଂ ଟେକେନ୍, ହ୍ୟାଭିଂ ଗନ୍, ହ୍ୟାଭିଂ ଇଟେନ୍, ଏହି ପ୍ରକାର ଶବ୍ଦକୁ ଆଉ ଏହି ପ୍ରକାର ଦେଖାଗଲେ ଆମେ ଭାବିବା ଉଚିତ ଏହା ହେଉଛି ପରଫେକ୍ଟ ପାର୍ଟିସିପଲ। ଆଉ ଏ ସମସ୍ତ ଆମ ବାଇବେଲରେ ବର୍ଣ୍ଣିତ ଲିଖିତ, ସେଥିପାଇଁ ଏ ଗ୍ରାମାର ନିଶ୍ଚିତ ଭାବେ ଆମେ ଜାଣିବା ଦରକାର। ଆଜି ଆମେ ପ୍ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କଲୁ। କେତେକ ଅବୁଝା ରହିପାରେ, ଆଉ କେତେକ ଅତି ସହଜ, କିନ୍ତୁ ଆମେ ଟିକିଏ ପରିଶ୍ରମ ଯଦି ପଡ଼ିବା, ଥରେ ଦୁଇଥର ଦେଖିବା, ଭାବିବା, ତେବେ ନିଶ୍ଚିତ ଭାବେ ସବୁ ମନେ ରହିପାରିବ। ଆମେ 8 ପାର୍ଟସ୍ ଅଫ୍ ସ୍ପିଚ୍ କଥା ଦେଖିଲେ, ଜିରାଣ୍ଡ, ଇନଫିନିଟିଭ, ପାର୍ଟିସିପଲ କଥା ଦେଖିଲେ। ପାର୍ଟିସିପଲରେ 3ଟି ବିଷୟ ରହିଲା, 3ଟି ଫର୍ମସ୍ ରହିଲା, 3ଟି ପ୍ରକାର ରହିଲା, ପ୍ରେଜେଣ୍ଟ, ପାଷ୍ଟ ଆଉ ପରଫେକ୍ଟ ପାର୍ଟିସିପଲ ରହିଲା। ଆଉ ସମସ୍ତ ଆମେ ଧ୍ୟାନ ଚିନ୍ତା କରିବା ଦରକାର। ଆଉ ପ୍ରଭୁ ନିଶ୍ଚିତ ଭାବେ ଆମକୁ ବୁଝିବା ପାଇଁ, ଆପଣମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରିବେ। ପରିଶ୍ରମୀ ହୁଅନ୍ତୁ, ଭଲ ଭାବେ ପାଠ ପଢ଼ନ୍ତୁ। ନେକ୍ସଟ କ୍ଲାସ୍ରେ ଆମେ ଟେନ୍ସ ଆଡ଼କୁ ଆମେ ଯିବା। ପ୍ରଭୁ ଏତିକି ଶିକ୍ଷା, ଅଳ୍ପ ଶିକ୍ଷା ଦ୍ୱାରା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।